ପାଇବା ତେରେ ଯୋଉ ବଡ଼ ପୁଅକୁ ମୁଁ ଭାବିଥିଲି ମୋ ପାଇଁ ସାଧା ମାରିବ ଆଜି ଆଜି ସେଇ ବଡ଼ ପୁଅ ଶପଥ ପାଇଁ ମୁଁ ସାଧ ମୁଁ କଣ ଜାଣିଥିଲେ ମୋ ସପୋର୍ଟଟା କେମିତି ଭାବରେ ମତେ ଟପି ଚାଲିଛି ସେ ମତେ ସେମିତି ଟପି ଚାଲିଛି ବୋଲି ମୁଁ ଜାଣିଛି ଆଜି ତାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ମାନେ ତା ପ୍ରେତତ୍ମଟି ନିଶ୍ଚୟ ଆସିବ ତା ବାପା ମନକୁ ନିଶ୍ଚିତ ବୁଝେଇବ ଆଉ ଏଇ ଶ୍ମଶାନରେ ମୁଁ ଏଇ ଶ୍ରାଦ୍ଧ ହାଣ୍ଡିଟାକୁ ରଖି ମୋ ବଡ଼ ପୁଅ ସପନକୁ ଅପେକ୍ଷା କରିବି ପଚାରିବି କାହିଁକିରେ ତୁ ଛୋଟିଆ ବାପାଟାକୁ ତୁ ରଖିଦେଲୁ ଆଉ ତାକୁ ପଚାରିବି କାହିଁକି ତୋର ଅସହାୟ ବାପାଟାକୁ ତୁ ଏତେ କଷ୍ଟ ଦେଲୁ ଆଉ ତାକୁ ପଚାରିବି କାହିଁକି ରେ ସପନ ପରିଣତ ବୟସରେ ମତେ ବାରମ୍ବାର କଷ୍ଟ ଦଉଛୁ ଏଇ ମୁହୂର୍ତ୍ତରେ ମୁଁ ତୋ ପାଇଁ ଶ୍ରାଦ୍ଧ ଅପେକ୍ଷା କରିବି ନା ସପନ ଅପେକ୍ଷା ସମସ୍ତେ ଭାବି ନେଇଛନ୍ତି ଏ ସପନଟା ମରି ଯାଇଛି ହେଲେ ମୋ ରାନୀ କଣ ମୋ ଫେରିବା ବାଟକୁ ଚାହିଁ ବସିଥିବ ନା ଆଉ କାହା ସାଥେ ସୁନାର ସଂସାର କରୁଥିବ ଆଉ ମୋ ବାପା ଝିଅ ଦିନ ନ ଦେଖିଲେ ପାଗଳ ପରି ହୁଅନ୍ତି ମୁଁ ନ ଖାଇଲା ଯାଏ ତାଙ୍କ ପେଟକୁ ଦାନା ମୁଠାଏ ଯାଏନି ସେ
বইরে ଏ ନିଶବ୍ଦ ରାତିରେ ମଶାଣି ବହିରେ କଣ କରୁଛି? ये तो ମୋ ବାପା ହେଲେ ମଶାଣି ବହିରେ ଓ ତିଥିବାର ଅନୁସାରେ ଆଜି ହେଉଛି ମୋ ପ୍ରଥମ ଶ୍ରାଦ୍ଧ। ମୋ ବାପା କେତେ ଆଦରରେ ଶ୍ରାଦ୍ଧ ହାଣ୍ଡି ଭାତ ବାଢ଼ି ବସିଛନ୍ତି। ମତେ ବି ପ୍ରବଳ ଭୋକ। 4 ଦିନ ହବ କିଛି ଖାଇନି। ମୁଁ ଏ ଶ୍ରାଦ୍ଧ ଭାତ ନିଶ୍ଚୟ ଖାଇବି। ମୁଁ ନିଶ୍ଚୟ ଖାଇବି। মনে পড়ে বাপা, বহুত মনে পড়ে। ফেরিবার বাଟ নাই। ସେମାନେ ଜାଣିଲେ ମତେ ଜୀବନରୁ ମାରିଦେବେ। କିଏ ସୁପନ? କିଏ କାହିଁକି ମାରିବ? କଣ ପାଇଁ ମାରିବ? ତୋତେ କାହିଁକି ସେମାନେ ମାରିଦେବେ? ଆରେ କହ। ମୁଁ ବଞ୍ଚିଛି ବୋଲି ଜାଣିଲେ ସେମାନେ ମତେ ଜୀବନରୁ ମାରିଦେବେ। ଆରେ କାହିଁକି ମାରିଦେବେ? ତୁ କାହିଁକି ତତେ ମାରିଦେବେ? ତୋର ଅପରାଧ କଣ? ଘରକୁ ଫେରି ପାରିବି ନାହିଁ। ସପନଟା ହେଉଛି ମୋ ବିପଦର କାରଣ। କାହିଁକି ଫେରିବୁନି ବାପା? ଆରେ ତୁ ଯଦି ଲଗାଇବୁ ତାହେଲେ ମତେ ବି ତୋ ସହିତ କୋଉଠି ଦେବି ବାପା? କାଗରେ ନେଇ କୋଉଠି ରଖିବି? ଆରେ ମୁଁ ନିଜେ କଣ ଖାଉଛି, କୋଉଠି ରହୁଛି, ମୋ ନିଜର ବି ଠିକଣା ନାହିଁ। ତମକୁ ନେଇ ରଖିବି କୋଉଠି? ତୁ ଚାଲିଗଲା ଦିନଠୁ ସେ ସୁମନଟା ବି ମୋ ମତେ ବହୁତ ଅତ୍ୟାଚାର କରୁଛି। ମୁଁ ଆଉ ସହିପାରିବିନି ସପନ। ତୁ ମତେ ତୋ ସହିତ ନେଇ ଚାଲିଛୁ। ମତେ ତୋ ସହିତ ନେଇ ତମକୁ ବଞ୍ଚିବାକୁ ହେବ।
ଏ ନାଟକର ଶେଷ ଦୃଶ୍ୟ ଯେ ଆମକୁ ଧୈର୍ଯ୍ୟ ଧରି ବଞ୍ଚିବାକୁ ହେବ। ମୁଁ କଣ କହିଲା କେବେ ବଞ୍ଚି ପାରିବି? ତୁ ପୁରା ମୋ ଆଖିର ରତନ, ତୁ ପୁରା ମୋ ଘରର ବାଳେ। ତୋତେ ଛାଡି ତୁ ବୁଢା ବୁଢା ବଞ୍ଚିବ କେମିତି? କେମିତି ବଞ୍ଚିବ ରେ ବାପା? ବାପା ମୁଁ ଏଥର ଆସୁଛି ବାପା। ଏ ଅନ୍ଧାର ରାତି ପାହି ଆସିଲାଣି, ମତେ ଫେରି ଯିବାକୁ ହେବ ବାପା। ମୁଁ ଏଥର ଆସୁଛି ବାପା। ମୋ ରାନୀ କାହିଁକି ଆଉ ପଚାରୁଛି ରେ ବାପା? ସେ ଶୈତାନଟା ତାର ଏମିତି ଅବସ୍ଥା କରିଛି ରେ, ସେ ଆଉ କୋଉଠି ବାହା ହେବାକୁ ବି ଇଚ୍ଛା କରୁନି। ସେ ଭାବୁଛି ତୋରି ସ୍ମୃତି ତୋରି ସପନକୁ ନେଇ ସାରା ଜୀବନ ଯନ୍ତ୍ରଣା ପରି ଛାତିରେ ଚାପି ଧରି ଜୀବନଟାକୁ କଟେଇବ। ହେ ଭଗବାନ, ମୋର ଆଜି ବହୁତ ଇଚ୍ଛା ହଉଛି ମୋ ରାନୀକୁ ଟିକେ ଦେଖିବା ପାଇଁ, ହେଲେ ତାକୁ ପାଇବି କୋଉଠି? ବାପା ମୁଁ ଏଥର ଆସୁଛି ବାପା। ବାପା ଏ କାଳର ରାତି ଧୀରେ ଧୀରେ ଅପସରି ଗଲାଣି। ମତେ ଏଥର ମୋ ଠିକଣା ଜାଗାକୁ ଫେରି ଯିବାକୁ ହେବ। ମୁଁ ଆସୁଛି ବାପା, ମୁଁ ଆସୁଛି। ଆରେ ରହିଯା, ଯିବୁ ତ? ମନା କରିବିନି। ଚାଲିଯା ରେ ସପନ, ଯଦି ତୁ ଯିବାକୁ ଚାହୁଁଛୁ ତାହେଲେ ଚାଲିଯା। ହେଲେ ମନେ ରଖ, ଯିବା ପୂର୍ବରୁ ତୋ ବାପକୁ ତୁ ଶୁଦ୍ଧି ଆଣିଯା। ଜାଣିଛୁ ସପନ, ଆମ ଜୀବନଟା ଏମିତି ଗୋଟିଏ ନାଟକରେ ପରିଣତ ହେଇଯାଇଛି ଯେ ଆମେ ଚାହିଁଲା ବି କିଛି କରିପାରିବାନି। ସେପଟେ ଗୋଟେ କୁଳାଙ୍କାର ହତଭାଗ ପୁଅ, ହେଲେ ମୋ ସପନ ମୋ ପାଇଁ ଗଳାର ମାଳି, ମୋ ରଙ୍ଗ ରତନ। ଜୀବନରେ ଆମେ ଯୋଉ କେତେ କଷ୍ଟ ପାଉଛନ୍ତି, କେତେ ଦୁଃଖ, କେତେ ଅଭାବ ଲୁଟରେ ରହୁଛନ୍ତି। ଏ ସାମାଜିକ ପରିସ୍ଥିତିକୁ ଯାହା ବୁଝିଲି, ଯାହା ଦେଖିଲି, ଏଠି ଆମର କାହାଣୀ ଏ ଆଖିର ଜନ୍ମ କେବଳ କାନ୍ଦିବା ପାଇଁ। Shut up.